ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଟିକେ ସାର୍। ଦେଖନ୍ତୁ ପିଲାମାନେ, ଆଜି 18/4/2026ରେ ସିବିଟି ମୋଡ଼ରେ ହୋଇଥିବା ଫରେଷ୍ଟ ଗାର୍ଡ଼ ଏକ୍ଜାମର ଥାର୍ଡ଼ ସିଫ୍ଟର କ୍ୱେଶ୍ଚନକୁ ଆନାଲିସିସ୍ କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ମୁଁ ଯେମିତି ଭିଡ଼ିଓ ଛାଡ଼ିବି ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟି ଚାଲିଯିବ। ବୁଝିହେଲା ନା ପିଲାମାନେ? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା ହେଲା। ଆସନ୍ତୁ ଆପଣମାନଙ୍କ ପାଇଁ ନମ୍ବର 1 କ୍ୱେଶ୍ଚନ୍ କ'ଣ କହୁଛି ନା, ହ୍ୱିଚ୍ ଅଫ୍ ଦ ଫଲୋଇଂ ବକ୍ସାଇଟ୍ ଡିପୋଜିଟ୍ ଇଜ୍ କନସିଡର୍ଡ ଏଜ୍ ଦ ଲାର୍ଜେଷ୍ଟ ୱାନ୍ ଇନ୍ ଇଣ୍ଡିଆ। ତାମାନେ ଭାରତର ସବୁଠାରୁ ଅଧିକ ମାତ୍ରାରେ ବକ୍ସାଇଟ୍ ଡିପୋଜିଟ୍ ହୋଇଥିବା ଜାଗାର ବା ସ୍ଥାନର ନାମ କ'ଣ ବୋଲି ପଚାରିଛି। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ ଆପଣମାନଙ୍କର ପଞ୍ଚପାଟ ମାଲି ଡିପୋଜିଟ୍ସ ହେଲା। ତେଣୁକରି ଆମର ପଞ୍ଚପାଟ ମାଲି ଡିପୋଜିଟ୍ସ ଏଇଟା ଆପଣମାନଙ୍କର ଇଣ୍ଡିଆର ସବୁଠାରୁ ଅଧିକା ବକ୍ସାଇଟ୍ ଡିପୋଜିଟ୍ ହୋଇଥିବାର ସ୍ଥାନ। ଇଏ ଥିଲା ଏଇ ସିଫ୍ଟର କ୍ୱେଶ୍ଚନର ଉତ୍ତର। ଆଗାମୀ ପରୀକ୍ଷାରେ ବା ଆଗାମୀ ସିଫ୍ଟରେ ଆପଣମାନଙ୍କର କ'ଣ ଆସିବ ଦେଖନ୍ତୁ। ଏଇ ଯେଉଁ ପଞ୍ଚପାଟ ମାଲି ଡିପୋଜିଟ୍ସ ଏଇଟା ଆମର କେଉଁ ଷ୍ଟେଟ୍ର ବୋଲିକିରି ମଧ୍ୟ ପଚାରିପାରିବ। ଏଇଟା ଆମର ଓଡ଼ିଶା ଷ୍ଟେଟ୍ର, ମନେ ରଖିବେ। କେଉଁ ଜିଲ୍ଲାରୁ ବି ପଚାରିପାରେ, ତାହେଲେ ସେଇଟା ଆମର କୋରାପୁଟ ଜିଲ୍ଲାରେ ଅବସ୍ଥିତ। ବୁଝିହେଲା ନା ପିଲାମାନେ? ତେଣୁକରି ଆମ ଓଡ଼ିଶା ରାଜ୍ୟର କୋରାପୁଟ ଜିଲ୍ଲାରେ ପଞ୍ଚପାଟ ମାଲିଠାରେ ଆମର ବକ୍ସାଇଟ୍ ଡିପୋଜିଟ୍ ବହୁତ ମାତ୍ରାରେ ରହିଛି। ବୁଝିଗଲେ ପିଲାମାନେ? ପୁରା କ୍ଲିଅର। ଚାଲନ୍ତୁ ଆଉ ଟିକେ ଆମେ ଜାଣିବା, ଏଇ ଯେଉଁ ବକ୍ସାଇଟ୍ ଯେଉଁ ଡିପୋଜିଟ୍ ହେଇଛି ୟାକୁ ମ୍ୟାନେଜ୍ କିଏ କରୁଛି, ମାନେ କେଉଁ କମ୍ପାନୀ ତାକୁ ମ୍ୟାନେଜ୍ କରୁଛି। ମନେ ରଖିବେ ପିଲାମାନେ, ନାଲକୋ ଆପଣମାନେ ଶୁଣିଥିବେ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ। ସେ ଯେଉଁ ଗୋଟେ ଆମର ଇଣ୍ଡିଆନ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍, ସେ କମ୍ପାନୀ କ'ଣ କରିଛି ନା ଏଇ ବକ୍ସାଇଟ୍କୁ ୟୁଜ୍ କରିକି ଆଲୁମିନିୟମ ପ୍ରଡ୍ୟୁସ୍ କରିବାରେ ହେଲ୍ପ କରୁଛି। ବୁଝିହେଲା ପିଲାମାନେ? ଏମିତିକା ପୁରା ଡିଟେଲ୍ ଆନାଲିସିସ୍ କରିକିରି ଯିବା, ଯାହାଫଳରେ ଆପଣମାନଙ୍କର ୟା ଭିତରୁ ହିଁ କ୍ୱେଶ୍ଚନ୍ ଆସିବ ଆଉ ସ୍କୋର ଆପଣମାନଙ୍କର ନିଶ୍ଚୟ ଭାବରେ ଇନକ୍ରିଜ୍ ହେବ। ଓକେ, ଆସନ୍ତୁ ପରବର୍ତ୍ତୀ ପ୍ରଶ୍ନ ନମ୍ବର 2 କ'ଣ କହୁଛି ନା, ହ୍ୱିଚ୍ ସିଙ୍ଗର ରିସିଭ୍ଡ ଦ ପଦ୍ମଭୂଷଣ ଇନ୍ 2026। ମାନେ କେଉଁ ସିଙ୍ଗରଟିଏ ଭାରତର ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ କେଉଁ ମସିହାରେ? 2026 ମସିହାରେ। ବୁଝିହେଲା ନା ପିଲାମାନେ? ତେଣୁକରି 2026 ମସିହାରେ କେଉଁ ସିଙ୍ଗରଟିଏ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ? ସେ ହେଉଛନ୍ତି ଆମର ଆଲକା ୟାଗ୍ନିକ୍। ମନେ ରହିଲା ପିଲାମାନେ? ତେଣୁକରି ଏକ୍ସଟ୍ରା ଫ୍ୟାକ୍ଟ ଜାଣିବା। ଆଗାମୀ ସିଫ୍ଟରେ, ଆଗାମୀ ପରୀକ୍ଷାରେ ଆପଣମାନଙ୍କର ପଦ୍ମ ଆୱାର୍ଡ଼ ନିଶ୍ଚୟ ପଡ଼ିବ। ତେଣୁକରି ପଦ୍ମଭୂଷଣ ବିଷୟରେ ଆମେ ଟିକେ ଜାଣିବା। ଦେଖନ୍ତୁ 2026 ମସିହାରେ ଯେଉଁ ପଦ୍ମଭୂଷଣ ପୁରସ୍କାର ଦିଆହେଇଥିଲା, ଟୋଟାଲ 13 ଜଣଙ୍କୁ ସମ୍ମାନିତ କରାହେଇଥିଲା। ବୁଝିହେଲା? ସିଙ୍ଗର କଥା ପଚାରିଥିଲା, ଆଗାମୀ ପରୀକ୍ଷାରେ ଆପଣମାନଙ୍କର ଆକ୍ଟର ବିଷୟରେ ପଚାରିବ। ତାହେଲେ କେଉଁ ଆକ୍ଟର ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ? ମନେ ରଖିବେ ପିଲାମାନେ, ମାମୁତି ଜଣେ ଆକ୍ଟର ଅଛନ୍ତି। କେଉଁ ଲାଙ୍ଗୁଏଜର, କେଉଁ ଇଣ୍ଡଷ୍ଟ୍ରିର? ସେ ହେଉଛନ୍ତି ମାଲାୟାଲାମ। ତାହେଲେ ମାଲାୟାଲାମ ଲାଙ୍ଗୁଏଜର ଯେଉଁ ଫିଲ୍ମ ଇଣ୍ଡଷ୍ଟ୍ରି ଅଛି ସେଠିକାର ଆକ୍ଟର, ସେ ମଧ୍ୟ କ'ଣ ପାଇଥିଲେ ନା ପଦ୍ମଭୂଷଣ ପୁରସ୍କାର ପାଇଥିଲେ। ବୁଝିହେଲା? ସେହିପରିକା ଆମ ଓଡ଼ିଶାରୁ କିଛି କରିଛନ୍ତି। କିଏ କରିଛନ୍ତି ନା ଚରଣ ହେମ୍ବ୍ରମ, ଜଣେ ଆମର ଅଲଚିକିର ରାଇଟର ବା ଆମର କଲଚରାଲ ଆକ୍ଟିଭିଟିଜ୍ କରନ୍ତି। ସେ ମଧ୍ୟ ଆମର ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ସିଏ ଅନ୍ତର୍ଭୁକ୍ତ। ମନେ ରଖିବେ ପିଲାମାନେ, 2026 ମସିହାରେ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। କେଉଁ ଲାଙ୍ଗୁଏଜ ପଚାରେ? ତାହେଲେ ଆପଣମାନଙ୍କର ସାନ୍ତାଳୀ, ଯାହାର ଲାଙ୍ଗୁଏଜକୁ ଆମର ଅଲଚିକି କହିଥାନ୍ତି। ବୁଝିହେଲା ପିଲାମାନେ? ତେଣୁକରି ଇଏ ଆମର ପଦ୍ମ ରିଲେଟେଡର ପ୍ରଶ୍ନ ବା ପଦ୍ମ ଆୱାର୍ଡ଼ର ପ୍ରଶ୍ନ ଆପଣମାନଙ୍କର ଆସୁଛି। ତେଣୁକରି ନିଶ୍ଚୟ ପଢ଼ିକିରି ଯିବେ। ଓକେ, ଏବେ ଦେଖିବା ନମ୍ବର 3 ପ୍ରଶ୍ନ କ'ଣ କହୁଛି ନା, ଡଟ୍ସ ଇଜ୍ ଦ ଟ୍ରିଟମେଣ୍ଟ ଦ୍ୟାଟ୍ ୱାଜ୍ ଫାଷ୍ଟ ଇଣ୍ଟ୍ରୋଡ୍ୟୁସ୍ଡ ଫର୍ ଡ୍ୟାସ୍। ତାମାନେ ଡଟ୍ସ ଗୋଟେ ଟ୍ରିଟମେଣ୍ଟ, ଯେଉଁ ଟ୍ରିଟମେଣ୍ଟଟିକି ଆମର କେଉଁ ରୋଗ ପାଇଁ ପ୍ରଥମ ଇଣ୍ଟ୍ରୋଡ୍ୟୁସ୍ କରାଯାଇଥିଲା। ତାହେଲେ ଡଟ୍ସ ମାନେ କ'ଣ ଜାଣିବା। ଡଟ୍ସ ମାନେ ହେଉଛି ଡାଇରେକ୍ଟଲି ଅବଜର୍ଭ ଥେରାପି ବା ଡାଇରେକ୍ଟଲି ଅବଜର୍ଭ ଟ୍ରିଟମେଣ୍ଟ ମଧ୍ୟ କହିଥାନ୍ତି। ବୁଝିହେଲା? ଯଦି ଡଟ୍ସ କୁହାଗଲା ତାହେଲେ ତା ପାଖରେ ଆମର ସର୍ଟକଟ୍ସ ଗୋଟେ ଲାଗିଯାଏ। ବେଳେବେଳେ ଏହାର ଫୁଲ୍ ଫର୍ମ ମଧ୍ୟ ଏକ୍ଜାମରେ ଆସିଥାଏ। ପଚାରିବ ଡଟ୍ସ ହେୟାର ଏସ୍ ଷ୍ଟାଣ୍ଡସ୍ ଫର୍ ଡ୍ୟାସ୍। ତାହେଲେ ଏଠାରେ ଏସ୍ର ଭ୍ୟାଲୁ କ'ଣ ହେଇଯିବ ନା ସର୍ଟକଟ୍ସ। ମନେ ରହିଲା ପିଲାମାନେ? ଏଇଟା ମଧ୍ୟ ବହୁତ ଥର ଆପଣମାନଙ୍କର ରେଲୱେ ଏକ୍ଜାମରେ ଆସିଛି। ତେଣୁକରି ଡଟ୍ସ ବିଷୟରେ ଆମେ ଜାଣିଗଲେ। ଏଇଟା ଆମର ଟ୍ୟୁବରକ୍ଲୋସିସ୍ ମାନେ ଟିବି ରୋଗର
ट्रिटमेंट ପାଇଁ ଇଣ୍ଟ୍ରୋଡ୍ୟୁସ୍ କରାଯାଇଥିଲା। ମନେ ରହିଲା ପିଲାମାନେ। ଆପଣମାନେ ଜାଣିଛନ୍ତି ଟିବି ବା ଟ୍ୟୁବରକୁଲୋସିସ୍ ଗୋଟେ ବ୍ୟାକ୍ଟେରିଆ ଜନିତ ରୋଗ ଯୋଉଟାକି ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ବ୍ୟାକ୍ଟେରିଆ ଦ୍ୱାରା ହେଇଥାଏ। ବୁଝିଗଲା। ଆମର ବିଶେଷ କରିକି ଟିବିଟି ଆମର ଲଙ୍ଗସ୍ ବା ଫୁସଫୁସରେ ଆକ୍ରାନ୍ତ କରିଥାଏ। ମନେ ରହିଲା ପିଲାମାନେ। ଆଉ ଏକ୍ସଟ୍ରା ଫାଇ ଜାଣି ରଖନ୍ତୁ ଡର୍ସ ଯେଉଁ ଟ୍ରିଟମେଣ୍ଟଟିଏ ଆମ ଇଣ୍ଡିଆ କେବେ ଆଡପ୍ଟ କରିଥିଲା, ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଏହାର ଆନ୍ସର ହେଇଯିବ ଆପଣମାନଙ୍କର 1997 ମସିହାରେ ଡର୍ସକୁ ଫାର୍ଷ୍ଟ ଟାଇମ୍ ଆମର ଇଣ୍ଡିଆ ଆଡପ୍ଟ କରିଥିଲା। ଓକେ, ପୁରା କ୍ଲିଅର ପିଲାମାନେ। ତେଣୁକରି ରୋଗ ସମ୍ବନ୍ଧୀୟ ବା ଡିଜିଜ୍ ରିଲେଟେଡ୍ର କ୍ୱେଶ୍ଚନ୍ ମଧ୍ୟ ଆସୁଛି। ଓକେ, ତାକୁ ମଧ୍ୟ ଆପଣମାନେ ପଢ଼ିକି ଯିବେ। ବୁଝିପାରିଲେ ନା ପିଲାମାନେ? ହଉ, ଚାଲନ୍ତୁ ଏମିତିକି ଆମେ ଡିଟେଲ ଆନାଲିସିସ୍ କରିକି ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ନମ୍ବର 4 କ'ଣ କହୁଛି ନା ଅସ୍ମିତା ଯୋଜନା। ପିଲାମାନେ ମୁଁ ପୂର୍ବରୁ କହିଥିଲି ଆପଣମାନଙ୍କର ପଲିସି ଯୋଜନା ସ୍କିମ୍ ରିଲେଟେଡ୍ର ପ୍ରଶ୍ନ ପ୍ରତ୍ୟେକ ସିଫ୍ଟରେ ଆସୁଛି, ତେଣୁ ତାକୁ ପଢ଼ନ୍ତୁ। ପୂର୍ବ ସିଫ୍ଟରେ ମଧ୍ୟ ଆସିଥିଲା, ଏଇ ସିଫ୍ଟରେ ମଧ୍ୟ ଆସିଛି। ଓକେ, ତେଣୁକରି ଅସ୍ମିତା ଯୋଜନା ଆସୋସିଏଟେଡ୍ ୱିଥ୍ ହ୍ୱାଟ୍, ତାମାନେ ଅସ୍ମିତା ଯୋଜନା କାହା ସହିତ ସମ୍ପୃକ୍ତ ବୋଲି ଆପଣମାନଙ୍କୁ ପଚାରିଥିଲା। ତେଣୁକରି ମନେ ରଖନ୍ତୁ ଅସ୍ମିତା ଯୋଜନାଟିଏ ଆମର ପ୍ରୋଭିଜନ ଅଫ୍ ସାନିଟାରୀ ଟୁ ଟିନ୍ ଏଜ୍ ଗାର୍ଲସ, ତାମାନେ ଆମର ସାନିଟାରୀ ପ୍ୟାଡ୍ ତା ରିଲେଟେଡ୍ର ଆମର ଯୋଜନାଟିଏ ଥିଲା ଯେଉଁଟାକି ଟିନ୍ ଏଜ୍ର ଗାର୍ଲସମାନଙ୍କ ପାଇଁ ସ୍ପେଶାଲ କରି ରହିଥିଲା। କେଉଁ ଷ୍ଟେଟ୍ ପଚାରିବ ତାହେଲେ ତାର ଉତ୍ତର ହେଇଯିବ ମହାରାଷ୍ଟ୍ର। ମନେ ରଖିବେ ଏଇଟା ଆମର 2018 ମସିହାରେ ଲଞ୍ଚ କରାହେଇଥିଲା। ଏହାର ପ୍ରୋଭିଜନ କ'ଣ ଥିଲା ଜାଣିଛନ୍ତି? ହଉ, ତଥାପି ଟିକେ ଜାଣି ରଖନ୍ତୁ ଏହାର ପ୍ରୋଭିଜନ ଥିଲା ଆମର 5 ଟଙ୍କା ଲେଖା ଗୋଟେ ଗୋଟେ ସ୍କୁଲ ଗାର୍ଲସମାନଙ୍କୁ ସାନିଟାରୀ ପ୍ୟାଡ୍ ଦିଆଯିବ ହେଲା। ବାକି ଯେଉଁ ଓମେନ୍ ମାନେ ରହିଲେ ତାଙ୍କୁ 25ରୁ 26 ଟଙ୍କା ଭିତରେ ଆପଣମାନଙ୍କର ଗୋଟେ ସାନିଟାରୀ ପ୍ୟାଡ୍ ଦିଆଯିବ। ବୁଝିଗଲେ ନା ପିଲାମାନେ? ଆଉ ଏଇ ଅସ୍ମିତା ଯୋଜନାକୁ ଇମ୍ପ୍ଲିମେଣ୍ଟେଡ୍ କରିଥିଲେ ଏସ୍ଏଚ୍ଜି ଗ୍ରୁପ ତରଫରୁ। ମାନେ ଏସ୍ଏଚ୍ଜି ଗ୍ରୁପ ମାନେ କ'ଣ କରିବେ ନା ପ୍ରତ୍ୟେକ ସ୍କୁଲକୁ ଯାଇକରି ଗାର୍ଲସମାନଙ୍କୁ 5 ଟଙ୍କାରେ ସାନିଟାରୀ ପ୍ୟାଡ୍ ଡିଷ୍ଟ୍ରିବ୍ୟୁଟ୍ କରୁଥିଲେ। ମନେ ରହିଲା ପିଲାମାନେ? ଏ ଥିଲା ଏ ସିଫ୍ଟର କ୍ୱେଶ୍ଚନର ଆନ୍ସର। ହୁଏତ ଆଗାମୀ ସିଫ୍ଟରେ କ'ଣ ପଚାରିପାରେ? ଅସ୍ମିତା ପ୍ରୋଗ୍ରାମ ରହିଥିଲା। ସେଇ ଅସ୍ମିତା ପ୍ରୋଗ୍ରାମ ରହିଛି ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ମିନିଷ୍ଟ୍ରି ଅଫ୍ ସ୍ପୋର୍ଟସ, ତା ଅଣ୍ଡରରେ ଆସୁଥିଲା ଆମର ଖେଲୋ ଇଣ୍ଡିଆ ଓମେନ୍ସ ଗେମ୍ ଯେଉଁଗୁଡ଼ା ରହୁଥିଲା ଅସ୍ମିତା ତା ସହିତ ସମ୍ପୃକ୍ତ ରହିଥିଲା। ଆଗାମୀ ପରୀକ୍ଷାରେ ଆପଣମାନଙ୍କର ପଚାରିପାରେ ଅସ୍ମିତା ପ୍ରୋଗ୍ରାମ କେଉଁ ମିନିଷ୍ଟ୍ରି ଅଣ୍ଡରରେ ଆସୁଛି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର, ତାହେଲେ ହେଇଯିବ ମିନିଷ୍ଟ୍ରି ଅଫ୍ ସ୍ପୋର୍ଟସ ଆଣ୍ଡ ୟୁଥ୍ ଆଫେୟାର। ବୁଝିଗଲା? ନେକ୍ସଟ ଦେଖିବା ନମ୍ବର 5 ହୁ ୱାଜ୍ ଦ ଭାଇସରୟ ଅଫ୍ ଇଣ୍ଡିଆ ଡ୍ୟୁରିଂ ସ୍ୱଦେଶୀ ମୁଭମେଣ୍ଟ। ତାମାନେ ଆମ ଭାରତରେ ସ୍ୱଦେଶୀ ମୁଭମେଣ୍ଟ ଚାଲିଥିଲା, ସେହି ସମୟରେ ଆମ ଇଣ୍ଡିଆର ଭାଇସରୟ କିଏ ଥିଲେ? ଏହାର ସଠିକ ଉତ୍ତର ହେଇଯିବ ଲର୍ଡ କର୍ଜନ। ପିଲାମାନେ ଆପଣମାନେ ଜାଣିଛନ୍ତି 1905 ମସିହାରେ ଆମର କ'ଣ ହେଇଥିଲା ନା ଲର୍ଡ କର୍ଜନଙ୍କ ଦ୍ୱାରା ବଙ୍ଗ ବିଭାଜନ ହୋଇଥିଲା, ମାନେ ବେଙ୍ଗଲ ପାର୍ଟିସନ ହୋଇଥିଲା। ଆପଣମାନେ ଜାଣିଛନ୍ତି ହେଲା। ବେଙ୍ଗଲଟିକୁ ଆମର 2 ପାର୍ଟସରେ ଡିଭାଇଡ୍ କରାଯାଇଥିଲା। ଗୋଟେ ହେଉଛି ଇଷ୍ଟ ବେଙ୍ଗଲ ଆଉ ଗୋଟେ ୱେଷ୍ଟ ବେଙ୍ଗଲ। ଇଷ୍ଟ ବେଙ୍ଗଲଟି ଆପଣମାନଙ୍କର ମୁସଲିମ ମେଜରିଟି ପାଇଁ ରହିଥିଲା ଆଉ ୱେଷ୍ଟ ବେଙ୍ଗଲ ଆପଣମାନଙ୍କର ହିନ୍ଦୁ ମେଜରିଟି ପାଇଁ ରହିଥିଲା। ସେ ଅନୁସାରେ ତାକୁ ଡିଭିଜନ କରିଥିଲେ ଲର୍ଡ କର୍ଜନ। ତାର ଇଫେକ୍ଟରେ ଆମର କ'ଣ ହେଇଥିଲା ନା ସ୍ୱଦେଶୀ ମୁଭମେଣ୍ଟ କରାହେଇଥିଲା। ବୁଝିଗଲା ନା ପିଲାମାନେ? ବହୁତ ଇମ୍ପୋର୍ଟାଣ୍ଟ। ବହୁତ ବଡ଼ ବଡ଼ ପଲିଟିସିଆନ, ବହୁତ ବଡ଼ ବଡ଼ ଦେଶଭକ୍ତମାନେ କ'ଣ କରିଥିଲେ ନା ସ୍ୱଦେଶୀ ମୁଭମେଣ୍ଟରେ ଝାସ ଦେଇଥିଲେ। ଏଇଟା ଆପଣମାନେ ଛୋଟିଆ ଥିଲାବେଳେ ବି ପଢ଼ିଥିଲେ ହେଲା। ଆଉ କ'ଣ ଏକ୍ସଟ୍ରା ଫ୍ୟାକ୍ଟ ଆସିବ ଦେଖନ୍ତୁ ନା ସ୍ୱଦେଶୀ ମୁଭମେଣ୍ଟ ଆପଣମାନଙ୍କର ବେଙ୍ଗଲରେ ସବୁଠାରୁ ଅଧିକା ଇମ୍ପାକ୍ଟ ପଡ଼ିଥିଲା। ଆଉ କ'ଣ ହେଇଥିଲା ନା ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ ଆଇଏନ୍ସି ପ୍ରେସିଡେଣ୍ଟ କିଏ ଥିଲେ? ମାନେ ସ୍ୱଦେଶୀ ମୁଭମେଣ୍ଟ ଯେତେବେଳକୁ ଚାଲିଥିଲା ସେହି ସମୟରେ ଆଇଏନ୍ସିର ପ୍ରେସିଡେଣ୍ଟ କିଏ ଥିଲେ ଏଇଟା ମଧ୍ୟ ପଚାରିପାରିବ। ତେଣୁକରି ଏହାର ସଠିକ ଉତ୍ତର ହେଇଯିବ ଦାଦାଭାଇ ନାରୋଜି। ତେଣୁକରି ଦାଦାଭାଇ ନାରୋଜି କ'ଣ କରିଥିଲେ ନା ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସର ପ୍ରେସିଡେଣ୍ଟ ଥିଲେ ସେହି ସମୟରେ, ଯେଉଁ ସମୟରେ ଭାରତରେ ସ୍ୱଦେଶୀ ମୁଭମେଣ୍ଟ ଚାଲିଥିଲା। ବୁଝିହେଲା? ଇଏ ଥିଲା ସ୍ୱଦେଶୀ ମୁଭମେଣ୍ଟ ରିଲେଟେଡ୍ର। ତେଣୁକରି ମୁଭମେଣ୍ଟ ଗୁଡ଼ାକୁ ବା ଆପଣମାନଙ୍କର ରିଭଲ୍ଟ ଗୁଡ଼ାକୁ ଏଗୁଡ଼ାକୁ ନିଶ୍ଚୟ ପଢ଼ିକରି ଯିବେ। ବୁଝିହେଲା ନା ପିଲାମାନେ? ହଉ, ଚାଲନ୍ତୁ ଆମେ ପରବର୍ତ୍ତୀ ପ୍ରଶ୍ନ ଦେଖିବା ନମ୍ବର 6 ହ୍ୱେନ୍ ୱାର୍ଲଡ ୱାଟର ଡେ ସେଲିବ୍ରେଟେଡ୍। ମୁଁ ପୂର୍ବରୁ କହୁଥିଲି ପିଲାମାନେ ଡେଟ୍ ଆଉ ଡେଜ୍ର କ୍ୱେଶ୍ଚନ୍ ଆସୁଛି। ତେଣୁକରି ମୁଁ ଡେସ୍କ୍ରିପସନ୍ ବକ୍ସରେ ଯେଉଁ ରିଲେଟେଡ୍ର କ୍ୱେଶ୍ଚନ୍ ଆସୁଛି ସେ ରିଲେଟେଡ୍ର ମୁଁ ପୂର୍ବରୁ ଭିଡ଼ିଓ ନେଇ ଆସିଥିଲି। ସେ ଭିଡ଼ିଓ ଗୁଡ଼ାକୁ ମୁଁ ପିନ୍ କରିଦେଇଛି। ଡେସ୍କ୍ରିପସନ୍ ବକ୍ସକୁ ଯାଇକରି ସେ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ ଆଉ ନୋଟ୍ କରନ୍ତୁ। ମନେ ରହିଲା ପିଲାମାନେ? ତେଣୁକରି ଡେଟ୍ କ୍ୱେଶ୍ଚନ୍ ଆସୁଛି। ଦେଖନ୍ତୁ ଏଇଥିରେ ୱାର୍ଲଡ ୱାଟର ଡେ କେବେ ପାଳନ କରାଯାଇ ପଚାରିଥିଲା। ତେଣୁକରି ଏହାର ସଠିକ ଉତ୍ତର ହେଇଯିବ ମାର୍ଚ୍ଚ ମାସ 22 ତାରିଖରେ ପ୍ରତ୍ୟେକ ବର୍ଷ ଆମର ବିଶ୍ୱ ଜଳ ଦିବସ ପାଳନ କରାଯାଏ। ବୁଝିପାରିଲେ ନା ପିଲାମାନେ? ତେଣୁକରି ଏକ୍ସଟ୍ରା ଫ୍ୟାକ୍ଟରେ ଜାଣି ରଖନ୍ତୁ ଆଗାମୀ ସିଫ୍ଟ ଆପଣମାନଙ୍କର ପଚାରିପାରେ ଏହାର ଥିମ୍ କ'ଣ ଥିଲା ବୋଲିକରି। ଦେଖନ୍ତୁ ଏହାର ଥିମ୍ ହେଉଛି ୱାଟର ଆଣ୍ଡ ଜେଣ୍ଡର। ଓକେ, ପୁରା କ୍ଲିଅର ପିଲାମାନେ?
चलतु परवर्ती प्रश्न को देखा। ओके, नंबर 7, अकॉर्डिंग टू द 2011 सेंसस व्हिच ऑफ द फॉलोइंग स्टेट्स हैज द हाईएस्ट डिकेडाल पॉपुलेशन ग्रोथ रेट। पिला माने बहुत इंपोर्टेंट प्रश्न मु पूर्व आपण मानु कहितली 2021 मसीहार जो सेंसस होइतिला तार प्रश्न प्रत्येक शिफ्ट रे प्राय आसुची बुझिला। एई शिफ्ट मध्ये आसीतिला, पूर्व शिफ्ट मध्ये आसीतिला बुझिला। तेणु करी यार सेंसस रिलेटेड रो एमसीक्यू को निश्चय देखंतु। आ पूर्व जो मु फॉरेस्टर फॉरेस्ट गार्ड एनालिसिस करथिली तार प्लेलिस्ट को जाइकरी मध्ये देखि नेबे। से वीडियो गुडा या रिलेटेड रो रहउची हला। आ पीडीएफ पाइन ओरिड हेबे नहीं, हमर टेलीग्राम चैनल एडीएस नॉलेज पॉइंट से जाइकी जॉइन हो जिवे। पीडीएफ से जगह कलेक्शन करने आउ सीधा सड़क मो सहित कथबार्ता चाहते ताले मोर टेलीग्राम ग्रुप डीके सार ओडिशा से आपण मैंने जॉइन हो जिवे। एग्जाम सरला पर आपण मानकर मतामत से शेयर करेंगे। कौ टाइप क्वेश्चन आसुची कौन सब क्वेश्चन आसुची निश्चय भाव जनातु। मु चाहूँगी आपण मानक पई अधिका एनालिसिस करे, अधिका इनफॉरमेशन दिए बुझिला। हो चलतु अधिक आलोचना करवानी, प्रश्न को जीवा। यही प्रश्न कौन पचारि ना आम भारत में जो राज्य मानकर पॉपुलेशन बा जनगणना कराइतिला सेइथिरे कौ राज्य 10 वर्ष रे तार पॉपुलेशन ग्रोथ हाईएस्ट करिछि। तार सठिक उत्तर हो मेघालय। माने 2001 मसीहा ठारू 2011 मसीहा मध्यरे आमर मेघालय गोटे राज्य थिला जो राज्यर पॉपुलेशन ग्रोथ अधिका मात्रा रे बढ़िछि बुझेला। पिला माने केते मात्रा रे बढ़िछि ना 27.80% सबुठारु अधिका रहिछि बुझेला। सबुठारु लोएस्ट पचारि परिबो आपण मानकर आगामी शिफ्ट रे। तेणु करी लोएस्ट हे जिवो नागालैंड। केते ना नेगेटिव रे अछि पिला माने, माने जनसंख्या तार कमी कमी जाउछि। केते कमिछि ना 2001 रे जेतिके थिला 2011 रे तार -0.47% कमी जाइछि बुझि पाले। तेणु करी आपण मानकर डाटा हुए तो पचारि न पारे। तेणु करी हाईएस्ट आउ लोएस्ट याकु मध्य निश्चय मन रखंतु पचारि पारे। ओके, एबे आसीबा नंबर 8 कोन कहूछि ना पिला माने देखंतु फंडामेंटल ड्यूटीज रिलेटेड प्रश्न आसीथिला बोली पिला माने मेसेज करथिले। तथापि मु डिटेल आलोचना कर देउछि। को क्वेश्चन आसीथिला आपण माने निश्चय कमेंट बॉक्स रे मेंशन करिवे, नले टेलीग्राम ग्रुप रे निश्चय जणाइबे। देखंतु फंडामेंटल ड्यूटीज हमर पार्ट 4A रे रहिछि। हमर इंडियन कॉन्स्टिट्यूशन रो पार्ट गुडा रही से पार्ट्स रो पार्ट्स 4A रे रही केते आर्टिकल रही जदि पचारे ताले आर्टिकल 51A रे रही बुझेला। आ मने रखंतु फंडामेंटल ड्यूटीज टीए हमर 42nd अमेंडमेंट एक्ट 1976 रे इंक्लूड कराइतिला बुझेला। ताले को कमिटी द्वारा इंक्लूड कराइतिला ताकु मध्य पचारे। ताले शरण सिंह कमिटी द्वारा हमर फंडामेंटल ड्यूटीज को 42 अमेंडमेंट एक्ट 1976 रे कोन कराइतिला ना तांकर रेकमेंड रे इंक्लूड कराइतिला बुझेला। से समय केतोटी फंडामेंटल ड्यूटीज रहितिला एटा को मध्य पचारे। तेणु करी से समय 10टी फंडामेंटल ड्यूटीज रहितिला। परे परे हमर केबे ना 2002 मसीहा रे 86 अमेंडमेंट एक्ट को आनिकरी आउ गोटे माने 11तम फंडामेंटल ड्यूटीज को इंक्लूड करागला। माने वर्तमान हमर टोटल केते रहिछि 11टी फंडामेंटल ड्यूटीज रहिछि बुझेला पिला माने। तेणु करी मु फंडामेंटल ड्यूटीज रिलेटेड रो पूरा डिटेल आलोचना करिदेली। या भितर ही क्वेश्चन आसीबो फंडामेंटल ड्यूटीज रो मन रहला पिला माने नोट करंतु। पीडीएफ पई टेलीग्राम को जॉइन करंतु। ओके, नेक्स्ट देखिबा नंबर 9, व्हाट इज द फंक्शन ऑफ द कीबोर्ड शॉर्टकट कंट्रोल प्लस टैब। कंट्रोल प्लस टैब रो शॉर्टकट की पचारितिला बा आपण मानकर कंट्रोल प्लस टैब रो कहार शॉर्टकट की बोलिकरी पचारितिला। तेणु करी कहार शॉर्टकट की हेजिबो से ना स्विच बिटवीन ओपन टैब्स बुझेला। तार शॉर्टकट की होची कंट्रोल प्लस टैब बुझेला पिला माने। तेणु शॉर्टकट की गुडा को मन रखंतु। एटा कंप्यूटर रो प्रश्न पिला माने आपण मानकर एमएस वर्ड एक्सेल पावर पॉइंट एगुडार आपण मानकर शॉर्टकट की गुडा को मन रखंतु। फुल फॉर्म गुडा मध्य मु पूर्व वीडियो रे आपण मानकर लिंक दे दिथिली सेथुरु देखि परिबे। ता नहले एई चैनल रो प्लेलिस्ट को जिवे। कंप्यूटर सेक्शन रे आपण मानकर प्रीवियस ईयर रो क्वेश्चन को एनालिसिस कराइछि तार फुल फॉर्म शॉर्टकट की गुडा को निश्चय देखि जिवे। ओके, नेक्स्ट हम देखिबा नंबर 10, ए फॉर्मूला इन एमएस एक्सेल स्टार्ट्स विथ ए डैश सिंबल। देखंतु एमएस एक्सेल रो फॉर्मूला मध्य प्राय प्रत्येक शिफ्ट रे आसुछि। तेणु ताकू निश्चय पढंतु। फॉर्मूला एमएस एक्सेल रे हमरो स्टार्टिंग रे कोन लिखा जाय ना इक्वल सिंबल दिया जाय बुझियला। तेणुक सिंबल फॉर्मूला एगुड़ा को निश्चय पढ़ंतु कंप्यूटर मन रहा पिला माने। हो ये थिला हमर कंप्यूटर सेक्शन।
आगामी देखा आम ओडिया सेक्शन को ओडिया कौन आसाला देखु नंबर 11 विपरीत शब्द आसाला भूल भूल कौन हो ठीक पिला माने ओडियार जो विपरीत शब्द एगुड़ा बहुत इजी आसूची है प्रति शब्द बेले बेले किसी पिला कहते कष्टिया आसूची किसी पिला कहते सर टिके इजी आसूची मॉडरेट आसूची ई टाइप तथापि आम आलोचना करवा पर्वतर प्रति शब्द आसाला पिला माने पर्वतर प्रति शब्द हो अद्री अचल शैल नग या भितर कौटा गोटे ऑप्शन रही जेहेतु पिला माने ऑप्शन पठे ना तेणुक मुझे आपण मानक डिटेल आलोचना करदे ओके सेमितिक आपण मानकर ओडियार अनुच्छेद आसीथिला 5टी प्रश्न पचार अनुच्छेद बेले बेले आमर अनुच्छेद ही शून्यस्थान पूरण कर बोलिक किसी प्रश्न आसूची तेणुक शून्यस्थान पूरण कर प्रश्न सब आसूची ताकू निश्चय देखिए है एक पदीकरण प्रश्न गोटाए आसाला बोलिक पिला माने कहते ओके चलतु एबे देखिबा नंबर 13 कौन कहूँ ना इंग्लीश रो पैसेज 5 मार्क आसूची पिला माने PQRS से टाइप भी प्रश्न आसूची पिला माने एंटोनिम सिनोनिम्स गोटाए गोटाए लेखा आसूची इडियम्स गोटाए लेखा आसूची पिला माने सिंगल वर्ड मध्य आसीथिला ट्रांसलेशन पिला माने प्रत्येक शिफ्ट आसूची एक्टिव वॉइस पैसिव वॉइस डायरेक्ट स्पीच इनडायरेक्ट स्पीच रो प्रश्न मध्य आसूची ये थिला हमर इंग्लिश सेक्शन ए टॉपिक को निश्चय क्लियर ही जानतु ओके देन देखिबा हमें मैथमेटिक्स को मैथमेटिक्स रे हमर अछि सिंप्लिफिकेशन प्रत्येक शिफ्ट रे गोटे आछी हला तापर आपण मानकर मेंसुरेशन रो कोन रो प्रश्न आस्तिला पिला माने कोन मन रखिबे गोटाए प्रश्न आस्तिला पिला माने CISI रो प्रत्येक शिफ्ट रे गोटाए गोटाए लेखा प्रश्न आसुची परसेंटेज रो प्रश्न आसुची लॉस प्रॉफिट रो मध्य प्रश्न आसुची टाइम एंड वर्क रो मध्य प्रश्न आसीथिला आ एवरेज रो मध्य गोटे प्रश्न आसीथिला बुझियला किछि पिला कहउथिले एवरेज प्रश्नटी हमर मिक्सचर एलिगेशन रो आस्तिला बोली करी कहउथिले तेनु करी मिक्सचर एलिगेशन को मध्य देखि नेबे ओके ये थिला हमर मैथमेटिक्स सेक्शन तेनु करी मु डिटेल आलोचना कर देली आपण मानकर 18 तारिख रो थर्ड शिफ्ट रे जो सब क्वेश्चन आसीथिला तेनु करी आपण माने मध्य एग्जाम रु आसिला परे क्वेश्चन को शेयर करंतु मोर टेलीग्राम ग्रुप डीकेएसआर ओडिसा सेइथिरे मध्य जॉइन हो जांतु आ आपण मानकर मतामत मध्य सेइथिरे जणांतु आ प्रत्येक दिन एई टाइप रो डिटेल एनालिसिस देखंतु एनालिसिस देखा पई हेले चैनल को सब्सक्राइब करिवे बेल आइकन रो ऑल नोटिफिकेशन ऑन कर देबे काहे कि ना मु प्रत्येक दिन एई टाइप रो एनालिसिस वीडियो नै कि आछी तेणु करी सीधा सड़क आपण मानकर मोबाइल को नोटिफिकेशन टी चली जीवो शीघ्र देखिबे शीघ्र नोट करिवे शीघ्र प्रैक्टिस करिवे शीघ्र चाकरी पाइबे बुझियला वीडियो निश्चय भारे भल लागुथिबो आशा करूची लाइक टे करिवे सांग मानक निकट को शेयर करिवे आ मतामत देवा को जम्मा भूलिबेनी धन्यवाद।